ବନ୍ଦେ ମାତରମ୍ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନର ବିଦ୍ୟାଳୟ ଉଦ୍ଘାଟିତ। ପାରଳାଖେମୁଣ୍ଡିଠାରେ ବନ୍ଦେ ମାତରମ୍ ଅନୁଷ୍ଠାନର ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟର ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ କାଳୀ ମନ୍ଦିର ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାସ୍ତା ପାର୍ଶ୍ୱରେ ନୂତନ ଭାବେ ହୋଇଥିବା ବିଦ୍ୟାଳୟକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ ଯେ ବନ୍ଦେ ମାତରମ୍ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରୂପେ ଖ୍ୟାତି ରହିଛି। ଗତ 23 ବର୍ଷ ହେଲା ଏହି ଅନୁଷ୍ଠାନ ଜିଲ୍ଲା ଓ ଜିଲ୍ଲା ବାହାରେ ନିଜର କାର୍ଯ୍ୟକ୍ରମ ପରିବେଷଣ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନେକ କଳାକାରଙ୍କୁ ଗଢ଼ି ତୋଳିଛି। ବନ୍ଦେ ମାତରମ୍ ସାଂସ୍କୃତିକ ଅନୁଷ୍ଠାନ ତରଫରୁ କରାଯାଇଥିବା ଏହି ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟଟି ଜିଲ୍ଲାରେ ବହୁ କଳାକାର ସୃଷ୍ଟି କରିପାରିବ ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲ ସାୟମ୍ମା, ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର, କାଶୀନଗର ଏନ୍ଏସିର କାଉନ୍ସିଲର କାଟିକି ରାମାରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ଅନୁଷ୍ଠାନରେ 32 ଜଣ ଶିକ୍ଷାର୍ଥୀ ଥିବାବେଳେ 5 ଜଣ ନୃତ୍ୟ ଓ ସଙ୍ଗୀତ ଗୁରୁ ରହିଛନ୍ତି ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ରାଜୀବ ଲୋଚନ ପଣ୍ଡା, ପ୍ରମୋଦ, ରବି ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅମୂଲ୍ୟ ପାତ୍ର ପ୍ରମୁଖଙ୍କ ସହ ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।